ସମସ୍ତଙ୍କୁ ନମସ୍କାର। ଆଜିର ଏହି ଭିଡ଼ିଓରେ ଆମେ ଜାଣିବା ଯଦି ଆପଣଙ୍କର ନ୍ୟୁ ରେଜିଷ୍ଟ୍ରେସନ୍ ହେଉନି କିମ୍ବା ରିନ୍ୟୁଆଲ୍ ଡେଟ୍ ପଳେଇଛି କିମ୍ବା କିଛି କରେକ୍ସନ୍ କରିବାକୁ ଚାହୁଁଛନ୍ତି, କିପରି ଘରେ ବସି ଅନଲାଇନ୍ ମାଧ୍ୟମରେ କରିପାରିବେ 2026ରେ ଲେଟେଷ୍ଟ ପ୍ରୋସେସ୍। ଫୁଲ୍ ଷ୍ଟେପ୍ ବାଇ ଷ୍ଟେପ୍ ଏହି ଭିଡ଼ିଓରେ ଆପଣ ପାଇବେ। ସେଥିପାଇଁ ଆପଣଙ୍କର ମୋବାଇଲ ଫୋନ୍ କିମ୍ବା କମ୍ପ୍ୟୁଟରରେ ହେଉ ଯେକୌଣସି ଗୋଟେ ବ୍ରାଉଜରରେ ଯାଇ ସର୍ଚ୍ଚ କରନ୍ତୁ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଓଡ଼ିଶା। ଲେଖି ସର୍ଚ୍ଚ କଲା ପରେ ଆପଣଙ୍କ ସାମ୍ନାରେ ଯେଉଁ ପ୍ରଥମ ଲିଙ୍କଟା ଶୋ କରୁଛି ଆପଣ ତାରି ଉପରେ କ୍ଲିକ୍ କରନ୍ତୁ। ତାପରେ ଆପଣଙ୍କର ରେଜିଷ୍ଟ୍ରେସନ୍ ନମ୍ବରଟି ଆପଣ ଦିଅନ୍ତୁ। ଯଦି ଆପଣଙ୍କ ପାଖରେ ରେଜିଷ୍ଟ୍ରେସନ୍ ନମ୍ବରଟି ନାହିଁ ତ କିପରି ଭାବେ ଆପଣ ରେଜିଷ୍ଟ୍ରେସନ୍ ନମ୍ବରଟି ପାଇପାରିବେ ସେଇଟା ବି ମୁଁ ଏଥିରେ କହିଦେଇଛି। ଯେମିତି ଆପଣଙ୍କ ରେଜିଷ୍ଟ୍ରେସନ୍ ଆପଣ ନାହିଁ କି ଭୁଲି ଯାଇଛନ୍ତି, ସେଥିପାଇଁ ଆଉ ଥରେ ଆପଣ କ'ଣ କରନ୍ତୁ ନା ପୁଣି ଥରେ ଯାଇ ନୂଆ ରେଜିଷ୍ଟ୍ରେସନ୍ କରନ୍ତୁ। ନୂଆ ରେଜିଷ୍ଟ୍ରେସନ୍ କଲା ପରେ ଯେତେବେଳେ ଆପଣ ନେକ୍ସଟ ପେଜ୍ରେ କ୍ଲିକ୍ କରୁଛନ୍ତି, କ୍ଲିକ୍ କଲା ପରେ ସେଠି ସେ ଆପଣଙ୍କର ଯେମିତି ଆପଣ ଫୁଲ୍ ଡାଟା ଦେଇଥିଲେ, ଯେମିତିକି ଆପଣଙ୍କର ବାପା ନାଁ, ମାଆ ନାଁ, ମୋବାଇଲ ନମ୍ବର, ଇମେଲ୍ ID ଏଇଗୁଡ଼ା ସବୁ ଫୁଲ୍ ଫିଲ୍ଅପ୍ କରିବେ। ଫିଲ୍ଅପ୍ କଲା ପରେ ଆପଣ ସେଠି ଆପଣଙ୍କର ଆଧାର କାର୍ଡ଼ ନମ୍ବର ଦେବେ। ଆଧାର କାର୍ଡ଼ ନମ୍ବର ଦେଲା ପରେ ଆପଣଙ୍କର ସେଠି ସେ ଶୋ କରାଇବ ଯେ ଆପଣଙ୍କର ରେଜିଷ୍ଟ୍ରେସନ୍ ନମ୍ବରଟି ଏଇଟା ବୋଲି। ସେ ରେଜିଷ୍ଟ୍ରେସନ୍ ନମ୍ବରଟି ଆପଣ ସ୍କ୍ରିନଶଟ୍ ନେଇ ରଖନ୍ତୁ କିମ୍ବା ଫଟୋ ଉଠାଇ ରଖନ୍ତୁ। ତାପରେ ଆପଣ ରେଜିଷ୍ଟ୍ରେସନ୍ ନମ୍ବରଟି ପାଇଯିବେ ଇଜିଲି। ରେଜିଷ୍ଟ୍ରେସନ୍ ନମ୍ବରଟି ପାଇଲା ପରେ ଆପଣ ରେଜିଷ୍ଟ୍ରେସନ୍ ନମ୍ବରଟି ଏଇଠି ଏଇ କଲମ୍ ଯେଉଁ ଅଛି ରେଜିଷ୍ଟ୍ରେସନ୍ ନମ୍ବରରେ ସେଠି ଫିଲ୍ କରିବେ। ତାପରେ ରେଜିଷ୍ଟ୍ରେସନ୍ ଆପଣଙ୍କର ଡେଟ୍ ଅଫ୍ ବାର୍ଥ କେମିତି ଫିଲ୍ ଅଛି ଏଠି ପ୍ରଥମେ ଦେବେ ଇୟର୍, ତାପରେ ଅଛି ଆପଣଙ୍କର ମନ୍ଥ, ତାପରେ ଅଛି ଆପଣଙ୍କର ଡେଟ୍ ଦେଲା ପରେ ଆପଣ ଏଠି ଡିଲିଟ୍ ଅପସନ୍ରେ କ୍ଲିକ୍ କରିବେ। ଡିଲିଟ୍ ଅପସନ୍ରେ କ୍ଲିକ୍ କଲା ପରେ ଆପଣଙ୍କର ଯେଉଁ ପୁରୁଣା ରେଜିଷ୍ଟ୍ରେସନ୍ଟି ଅଛି ସେଇଟା ଆପଣଙ୍କର ଏଠି ଡିଲିଟ୍ ହେଇଯିବ।